8 ଅକ୍ଟୋବର 2025 ବୁଧବାର ନକ୍ଷତ୍ର ଶ୍ରବଣ ତିଥି କୃଷ୍ଣ ପକ୍ଷ ସପ୍ତମୀ। ଆଜି ସୂର୍ଯ୍ୟୋଦୟ ହେଉଛନ୍ତି ପ୍ରଭାତ 5:41 ଓ ସୂର୍ଯ୍ୟାସ୍ତ ସନ୍ଧ୍ୟା 5ଟା। ଆଜି ଶୁଭ ବେଳା ହେଉଛି ପ୍ରାୟତଃ 10:45 ରୁ 1:15 ପର୍ଯ୍ୟନ୍ତ ଏବଂ ଅଶୁଭ ବେଳା ହେଉଛି ଦ୍ୱିପହର 3ଟାରୁ 4:30 ପର୍ଯ୍ୟନ୍ତ। ରାଶି ଆଜିର ଚନ୍ଦ୍ର ଭାଗ୍ୟ ସ୍ଥାନରେ ରହୁଥିବାରୁ ପାରିବାରିକ ଅଶାନ୍ତ ବାତାବରଣ ବଦଳି ଯାଇପାରେ। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟି କାରଣରୁ ମନ ଅନୁଯାୟୀ କାମ କରିବା ସହଜ ସାଧ୍ୟ ହେବ ନାହିଁ। ଦୂରାଗତ ବନ୍ଧୁଙ୍କ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡ଼ିପାରେ। ଆର୍ଥିକ ସଙ୍କଟକୁ ଦୂରାଇବାରେ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇ ପାରନ୍ତି। ବିଶେଷ କରି କିଛି ଅସୁବିଧା ନଥିଲେ ମଧ୍ୟ କେତେକ ଘରୋଇକରଣକୁ ନେଇ ମନ ବିଚଳିତ ରହିପାରେ। ବାରମ୍ବାର ସ୍ୱାସ୍ଥ୍ୟ ଖରାପ ଦେଖା ଦେଇପାରେ। ବ୍ୟବସାୟରେ ଉଚ୍ଚ ଫଳ ପ୍ରାପ୍ତ କରିପାରନ୍ତି। ମହିଳାମାନେ ଅତୀତ କଥାକୁ ଚିନ୍ତା କରି ଆପଣମାନେ ଭାବପ୍ରବଣ ହେବେ। ପରିବହନରେ ସ୍ଥିତି ମାନ୍ଦା ହେବ ନାହିଁ। ଆଜି ଆପଣଙ୍କ ଶୁଭ ରଙ୍ଗ ହେଉଛି ଲାଲ, ଶୁଭ ସଂଖ୍ୟା ହେଉଛି 9 ଏବଂ ପ୍ରତିକାର ପାଇଁ ମା ସରସ୍ୱତୀଙ୍କ ପୂଜା ଅର୍ଚ୍ଚନା କରନ୍ତୁ। ବୃଷ ରାଶି ଚତୁର୍ଦ୍ଧାଧିପତି ରବି ଯୋଗ କାରକ ହେତୁ ପୂର୍ବ ସଂକଳ୍ପିତ କାମ ବନ୍ଧୁଙ୍କ ମାଧ୍ୟମରେ ସମ୍ପନ୍ନ କରିବାରେ ସଫଳ ହୋଇପାରନ୍ତି। ଅଫିସରେ ଅଟକି ରହିଥିବା ଫାଇଲ କାମ ସକାଶେ ଆପଣଙ୍କ ବ୍ୟସ୍ତତା ବଢ଼ିପାରେ। ଶିଳ୍ପ ଏବଂ ବ୍ୟବସାୟ ଏବଂ ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ନିଷ୍ପତ୍ତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟ ଟଣା ଓଟରା ଲାଗିପାରେ। କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରାଇବା ଭଲ ଅଟେ। ପରିବାରରେ ଆନନ୍ଦ ଉଲ୍ଲାସରେ ଆପଣଙ୍କ ପରିବେଶ ରହିବ। ଘରକୁ ବନ୍ଧୁମାନେ ଆସିପାରନ୍ତି। ଖେଳାଳିମାନେ ନିଜର ହୃତ ଗୌରବ ଫେରି ପାଇପାରନ୍ତି। ଆପଣ ଯେଉଁ ନିଷ୍ପତ୍ତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେଇପାରେ। ଆଜି ଆପଣଙ୍କ ଶୁଭ ରଙ୍ଗ ହେଉଛି ଧଳା, ଶୁଭ ସଂଖ୍ୟା ହେଉଛି 6 ଏବଂ ପ୍ରତିକାର ପାଇଁ ଶୁକ୍ରଙ୍କ ମନ୍ତ୍ର ପାଠ କରନ୍ତୁ। ମିଥୁନ ରାଶି ବୁଧଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ସ୍ନାୟବିକ ଦୁର୍ବଳତା, କାର୍ଯ୍ୟହାନି ବା ନିରୁତ୍ସାହିତ କାରଣ ହେବ। ସମ୍ପର୍କୀୟଙ୍କ ସହିତ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ କରିପାରନ୍ତି। ଅନୁଗାମୀଙ୍କ ପରାମର୍ଶରେ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପାରିବାରିକ ଅସ୍ଥିରତା ଲାଗି ରହିଥିବାରୁ ଅନ୍ୟମନସ୍କ ରହିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦୃଢ଼ ହସ୍ତରେ ଦମନ କରିପାରିବେ ବା ଆପଣ ସମର୍ଥନ ଲାଭ କରିପାରନ୍ତି। ଛୋଟ ଘଟଣା ପ୍ରତି ଧ୍ୟାନ ଦେଲେ ନିଜ ଲୋକମାନେ ସନ୍ଦେହର ପରିସରକୁ ଆସିପାରିବେ। ବନ୍ଧୁ ସାହାଯ୍ୟ ସହଯୋଗର ପ୍ରତିଶ୍ରୁତି ରକ୍ଷା କରିପାରନ୍ତି। ସଭା ସମିତି ଆଲୋଚନା କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରେ। ଆଜି ଆପଣଙ୍କ ଶୁଭ ରଙ୍ଗ ହେଉଛି ସବୁଜ, ଶୁଭ ସଂଖ୍ୟା ହେଉଛି 5 ଏବଂ ପ୍ରତିକାର ପାଇଁ ଗଜେନ୍ଦ୍ରରୁ ମୁଖ୍ୟ ପାଠ କରନ୍ତୁ। କର୍କଟ ରାଶି ଧନାଧିପତି ରାଶିଧିଙ୍କ ସଂଯୋଗରୁ ଆର୍ଥିକ ଅଭିବୃଦ୍ଧି ସକାଶେ ଉଦ୍ୟମ ବୃଥା ଯିବ ନାହିଁ। କେତେକ କ୍ଷେତ୍ର ଅନ୍ୟମାନଙ୍କ ଠାରୁ କଥାକୁ ବିଶ୍ୱାସ କରି ନିଜ ଲୋକମାନଙ୍କୁ ସନ୍ଦେହ କରିପାରନ୍ତି। ଭୁଲ ବୁଝାମଣା ହେତୁ ପାରିବାରିକ କ୍ଷେତ୍ରରେ କଳହର ସୂଚନା ରହୁଛି। ପ୍ଲଟିଂ କାରବାର ବା ନୂତନ ଯାନବାହନ କ୍ରୟ କରିବା କ୍ଷେତ୍ରରେ ଶୁଭ ଫଳ ପାଇପାରିବେ। ସାହସର ସହିତ କାମ କରନ୍ତୁ, ସଫଳତା ପାଇପାରିବେ। ଶାରୀରିକ ଦୁର୍ବଳତା ଦେଖା ଦେଇପାରେ। ମିତ୍ର ବନ୍ଧୁମାନଙ୍କ ପରିସର ଆପଣଙ୍କ ବୃଦ୍ଧି ପାଇପାରେ। ସରକାରୀ କାମରେ ସଫଳତା ପାଇପାରନ୍ତି। ଅଧିକ କ୍ରୋଧ କରି ନିଜର କ୍ଷତି କରିପାରନ୍ତି। ପାରିବାରିକ ଜୀବନର ପତ୍ନୀ ପୀଡ଼ା ସହିତ ସନ୍ତାନ ଲାଭର ଯୋଗ ରହୁଛି। ଆଜି ଆପଣଙ୍କ ଶୁଭ ରଙ୍ଗ ହେଉଛି ଧଳା, ଶୁଭ ସଂଖ୍ୟା ହେଉଛି 2 ଏବଂ ପ୍ରତିକାର ପାଇଁ ମା ଭୁବନେଶ୍ୱରୀଙ୍କ ଯାନ୍ତ୍ରିକା ମହାକବଚଟି ଆପଣମାନେ ଧାରଣ କରିପାରନ୍ତି। ସିଂହ ରାଶି ଭୂମିପୁତ୍ର ମଙ୍ଗଳ ଗୁରୁଙ୍କ ଦୃଷ୍ଟିରେ ରହୁଥିବାରୁ ଜମିଜମା ସମସ୍ୟା ଆପଣଙ୍କ ବୃଦ୍ଧି ପାଇପାରେ। ଭଲ ସମ୍ପର୍କ ନଥିବା ବନ୍ଧୁମାନେ ପୂର୍ବ ରାଗ ସୁଝାଇବାକୁ ଯାଇ ପ୍ରତିଶ୍ରୁତି ନେଇପାରନ୍ତି। କର୍ମକ୍ଷେତ୍ର ପଜକଥା ନ ଭାବି ପରିସ୍ଥିତିକୁ ସାମ୍ନା କରିବା ଭଲ ଅଟେ। ସଭା ସମିତିରେ ସମ୍ମାନନୀୟ ବ୍ୟକ୍ତିମାନେ ବିଶେଷ ସହାୟତା କରିବାର ସୌଭାଗ୍ୟ ପ୍ରାପ୍ତ କରିପାରନ୍ତି। ବନ୍ଧୁଙ୍କ ସହିତ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଥରେ ଯୋଡ଼ି ହୋଇପାରେ। କାର୍ଯ୍ୟ ବ୍ୟସ୍ତତା କାରଣରୁ ଶାରୀରିକ କ୍ଳାନ୍ତି ଅବସାଦ ଦେଖାଯିବାର ଆପଣଙ୍କ ଆଶଙ୍କା ରହୁଛି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଆପଣମାନେ ସମସ୍ୟା ମୁକ୍ତ ହୋଇପାରନ୍ତି। ଆଜି ଆପଣଙ୍କ ଶୁଭ ରଙ୍ଗ ହେଉଛି ନାରଙ୍ଗୀ, ଶୁଭ ସଂଖ୍ୟା ହେଉଛି 1 ଏବଂ ପ୍ରତିକାର ପାଇଁ ମନ୍ଦିରରେ କଳା ସୋରିଷ ମଞ୍ଜି ମଧ୍ୟ ଦାନ କରନ୍ତୁ। କନ୍ୟା ରାଶି ବୁଦ୍ଧାଧିପତି ଯୋଗ ପ୍ରଭାବରେ ସାମାଜିକ ପ୍ରତିଷ୍ଠା ପାଇପାରନ୍ତି ଏବଂ ସ୍ଥଗିତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରିବେ। ବୃହସ୍ପତିଙ୍କ ଶୁଭ ଦୃଷ୍ଟି ପ୍ରଭାବରେ ପାରିବାରିକ ସମସ୍ୟାର ସମାଧାନ କରିପାରନ୍ତି। ଫାଇଦା ହାସଲ ପାଇଁ ବନ୍ଧୁମାନେ ଫିନ୍ଦିରି କିନ୍ଦିରି କରିପାରନ୍ତି। ଆବଶ୍ୟକତା ପୂରଣ କରିବାକୁ ଯାଇ ଆପଣ ଟିକେ ଧାର କରଜ କରିପାରନ୍ତି। ନିଜ ମନରେ ନୂତନ ବିଚାର ଆସିବାରେ ବ୍ୟବସାୟ ସମ୍ପୂର୍ଣ୍ଣ କ୍ଷତିରେ ଚାଲିପାରେ। ବିଦ୍ୟାର୍ଥୀମାନେ କିଛି ସଫଳତା ପାଇପାରନ୍ତି। ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଭଲ କଥା କହି ବନ୍ଧୁ ମନରେ ଆପଣମାନେ ବିଶ୍ୱାସ ଆଣିପାରିବେ।
क्रीड़ा क्षेत्र में उल्लेखनीय सफलता पाइपर। आज आपणक शुभ रंग हूँ सबुज, शुभ संख्या हूँ 5 एवं प्रतिकार श्री विष्णु पूजा सहित मंत्र पाठ आपण माने करबा आरंभ करंतु। राशि रे मंगल रही जमी जमा किंबा नूतन चुक्तिपत्र संबंधी कार्य रे टिके संपादित हेबे। केतेक क्षेत्र निज लोकंक ऊपर पूर्ण भरोसा करि पारिबे नाही। प्रकाशन क्षेत्र, राजनैतिक क्षेत्र बंधुक सहित आलोचना निष्फल हेबो। धनाधिपति शुभत्व कारण अर्थ लाभ पाई आपणक मार्गटी उन्मुक्त होइजिवो। पारिवारिक समस्या लागि रहितबा कारण मानसिक स्थिति भल रही न पारे। जड़े बंधुक उपस्थिति को केंद्र कर आपण झगड़ा लागिबार आशंका रहुछि। जमी जमा माली मोकदमा रे राय आपणक सपक्ष रे जीवो। मानसिक द्वंद्व लागि रहिबा कारण प्रत्येक क्षेत्र कोनोसी कार्य करिवे कोन न करिवे ताहा आपण माने स्थिर करि पारिबे नाही। आज आपणक शुभ रंग होछि धळा, शुभ संख्या होछि 6 एवं प्रतिकार पय श्री गजेंद्र मुख्य स्रोत आपण माने पाठ करंतु। विचारास दुस्थान रे थिबा राशिधिपति जोगु शारीरिक असुस्थता सांगकु अर्थ संकट आपणक लागि रही पारे। आत्मीय माने दूरे जीवाकु सामाजिक स्तर रे आपण टिक असुविधार सम्मुखीन हेबे। दूर यात्रा योजना शेष मुहूर्त रे आपणक बातिल होई पारे। विशिष्ट व्यक्ति को सहायता रे अटकी रहितबा कामटिकु संपूर्ण करिवार समर्थन हेबे। स्वास्थ्य समस्या उन्मुक्त होई पारे। कर्मजीवी माने कर्म प्रवणता प्रति आपणक वृद्धि पाई पारंती। राजनैतिक जीवन आपणक उत्थान पतन रे गति करि पारे। राजनीति रे कोनोसी गुरुत्वपूर्ण कार्य को आपण माने हाथ को नै पारंती। शिक्षार्थी माने उच्च शिक्षा लाभ करि पारिबे। आज आपणक शुभ रंग होछि लाल, शुभ संख्या होछि 9 एवं प्रतिकार पय मां मंगलांक मंत्र पाठ करंतु। धनुराशि देवगुरुंको कृपा दृष्टि विभिन्न योजनार परिकल्पना करी सफलता हासिल करि पारंती। अप्रिय सत्य भाषण निवृत्त रहिबा टिके भल रहुछि। दूर यात्रा योजना शेष समय स्थगित होई जाई पारे। साधारण कथार स्त्री सहित मतांतर सूचना रहुछि। चतुर्थ भावस्थ शनि आपणक मनोरंजन बाधक साजी पारंती। कौनसी काम सकाशे बंधुक प्रतिश्रुति पाई आपण आश्वस्ति लाभ करिवे। विभिन्न असुविधा भितर गति करतबार मानसिक अवस्था टिके खराब दिग को गति करि पारे। असावधानता वशत कौनसी द्रव्य नष्ट होई पारे। आज आपणक शुभ रंग होछि हळदिया, शुभ संख्या होछि 3 एवं प्रतिकार पय मां तारांक जांत्रिका महाकवचटी आपण माने धारण करंतु। मकर राशि गुरु क्षेत्रस्थ राशिधिपति कर्मर पुष्टि साधन सहित पारिवारिक जीवन को प्रतिपद रखी पारे। खल लोकंक द्वारा मिथ्या गुजब मानसिक स्थिति को आपणक दोहलाई देव। विगत दिनर घटना गुड़िक संपर्क में भापी आपण माने मनस्ताप करि पारंती। सभा समिति रे प्रसंगित हेबा सहित सम्मान लाभ एवं पदमर्यादा आपणक वृद्धि पाई पारे। बाल्य बंधुक सहित साक्षात हेबार जोग रहुछि। सामयिक शारीरिक पीड़ा भोगिबाकू आपण मानकु पड़ी पारे। कर्म क्षेत्र अग्रगति घटी पारे। पुराना बंधुक सहित मिसिबा पय मनरे आपणक आग्रह सृष्टि होई पारे। रोजगार रे नूतन सुजोग सृष्टि हेबो। फिल्म उद्योगी क्षेत्र रे थिबा भल सुजोग माने पाई पारंती। आज आपणक शुभ रंग होछि नील, शुभ संख्या होछि 8 एवं प्रतिकार पय शनिदेवंक पूजा अर्चना करंतु। कुंभ राशि षष्ठाधिपति चंद्र एकादश भाव में रहुतबारु प्राप्य पाइबारे समस्यार सम्मुखीन होई पारंती। परिवार सदस्यक रोग पीड़ा एवं परोक्ष शत्रुता जनित मानसिक अशांति आपणक लागि रही पारे। सांगसाथीक परामर्श रे देवार्चना पय मन आपण माने बळाई पारंती। उपरिस्थक अनुकंपार समस्या आपणक समाधान रे सहकर्मी माने सांगरे हेल्प करि पारिबे। प्रत्येक क्षेत्र दुस्साहसिक पदक्षेप नि आपण कृतकार्य करि पारिबे। निज लोक माने जेते समस्या सृष्टि कले मध्य सबु समय ठीक होई जिवो। समस्या को प्रतिहत करी आग को बढ़िबा सकाशे आपण पदक्षेप नेबे। स्वास्थ्य समस्या नियंत्रण मध्य रहिले मध्य संतानक विशृंखलित आचरण आपणक मन को भराक्रांत करि पारे। आज आपणक शुभ रंग होछि नील, शुभ संख्या होछि 8 एवं प्रतिकार पय पक्षी को किछि दाना खाइबा को दियंतु। मीन राशि राष्ट्राधिपति बृहस्पति केन्द्रस्थ जोग उन्नत चिंता सांग को विशिष्ट व्यक्ति सुजनता आसीपारे। देह भल रहिले मध्य क्लिनिक रोग रे किछि कष्ट पाई पारंती। कचेरी मामला प्रशासनिक आलोचना राजनीतिक वितर्क सांग को कृति एवं कृतत्पर प्रशंसित हेबे। परिवार खर्च वृद्धि को करज करबा को बाध्य होई पारंती। बांधवी ठारू शुभ खबर सुनिबा को पाई पारिबे। उदर रोग रे आक्रांत होई पारंती। सबु समस्या को दृढ़ भाव में मुकाबला करि पारंती। राजनीति रे आर्थिक लाभ मिली पारे।
ସ୍ୱାର୍ଥ ପ୍ରବୃତ୍ତିର ଶିକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିପାରନ୍ତି। ଆଜି ଆପଣଙ୍କ ଶୁଭ ରଙ୍ଗ ହେଉଛି ହଳଦିଆ, ଶୁଭ ସଂଖ୍ୟା ହେଉଛି 3 ଏବଂ ପ୍ରତିକାର ପାଇଁ ହଳଦୀ ଖଣ୍ଡକୁ ଘୋରି ତିଲକ ଭାବରେ ଆପଣ ମଥାରେ ଲଗାନ୍ତୁ।